ଶ୍ରଦ୍ଧେୟ ଶ୍ରୋତାବନ୍ଧୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆମେ ଅଛେ ମଙ୍ଗଳବାର କହିବା ବୁଧବାର ବିଷୟରେ। 18 ତାରିଖ ବୁଧବାର, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଓ ଅଶୁଭ ସମୟ। ସୂର୍ଯ୍ୟୋଦୟ 5ଟା 53 ପରେ, ସୂର୍ଯ୍ୟାସ୍ତ 5ଟା 55 ପରେ, ଅଶୁଭ ସମୟ ଦିନ 11ଟା 53ରୁ 1ଟା 24। ଅଶୁଭ ସମୟ ଦିନ 11ଟା 53ରୁ 1ଟା 24 ପର୍ଯ୍ୟନ୍ତ। ସୂର୍ଯ୍ୟ ଅସ୍ତ ହେବେ 5ଟା 55 ପରେ, ସୂର୍ଯ୍ୟ ଉଦୟ ହେବେ 5ଟା 53 ପରେ। ହେଲେ ଆମେ ଆମ ଜାତକକୁ ନିଜେ ଦେଖିବା। କେମିତି ଦେଖିବା? ଆମେ ତ ଶିଖିଗଲେଣି ନା, ମେଷ, ବୃଷ, ମିଥୁନ, କର୍କଟ ଏହି କ୍ରମରେ ମୀନ ପର୍ଯ୍ୟନ୍ତ ଗଣିପାରିବା। ଦେଖିବା, ମୁଁ ତ କହୁଛି ସବୁ ଗ୍ରହ ନିଜ ସାମ୍ନାରେ, ମାନେ ସପ୍ତମ ଘରକୁ ଦେଖନ୍ତି। କେଉଁ ଗ୍ରହଟି ବଳବାନ ଜାତକରେ? ଯେଉଁ ଗ୍ରହକୁ ବହୁତ ଗ୍ରହ ଦେଖନ୍ତି, ସେ ଗ୍ରହଟି ଏ ଗ୍ରହମାନଙ୍କର ଦୃଷ୍ଟି ବଳରେ ବଳିଆ। ଯେଉଁ ଗ୍ରହକୁ ବହୁ ଗ୍ରହ ଦେଖନ୍ତି, ଯେଉଁ ଘରକୁ ବହୁ ଗ୍ରହ ଦେଖନ୍ତି, ସେ ଘର ଆଉ ସେ ଗ୍ରହ ବଳବାନ। ଅନ୍ୟ ପକ୍ଷରେ ଯେଉଁ ଘରେ ଆମେ ଶାନ୍ତିରେ ରହିବା, ସେ ଆମ ଶତ୍ରୁ ଗ୍ରହ ହେଇନଥିବ। ଶତ୍ରୁ ଘରେ କ'ଣ ଆମେ ଶାନ୍ତିରେ ରହିବା? ନା, ଯେଉଁ ଗ୍ରହକୁ ତାର ମିତ୍ର ଗ୍ରହ ଦେଖନ୍ତି, ମିତ୍ର ଗ୍ରହ, ସେ ବଳବାନ। ଆଉ ପଞ୍ଚମ ଘରେ ଓ ନବମ ଘରେ ଥିଲେ ଗ୍ରହ ବଳବାନ, ସେମାନେ ଫୁଲ୍ ପାୱାରଫୁଲ୍। ପୁଣି ମୂଳ ତ୍ରିକୋଣ ଅଛି, ଉଚ୍ଚ ଅଛି, ଏତେ କଥା ଅଛି। ଶାସ୍ତ୍ରରେ କୁହାଗଲା, ବୃହସ୍ପତି ଯଦି ଏଇଭଳି ପାୱାର ପାଇଥାନ୍ତି, ମାନେ ବହୁ ଗ୍ରହଙ୍କ ଦୃଷ୍ଟିରେ ଥାନ୍ତି, କିମ୍ବା ତାଙ୍କର ମିତ୍ର ଗ୍ରହମାନେ ତାଙ୍କୁ ଦେଖୁଥାନ୍ତି, ବା ସେ ମୂଳ ତ୍ରିକୋଣରେ ଥାନ୍ତି, ବା ପଞ୍ଚମ ବା ନବମରେ ଥାନ୍ତି, ବା ଉଚ୍ଚରେ ଥାନ୍ତି, ତେବେ କ'ଣ ହୁଏ? ତାହେଲେ କ'ଣ ହେବ? ସେ ଲୋକ ଯେ ଜାତକରେ ଏମିତି ଅଛି, ସେ ଯେଉଁ ଘରେ ଜନ୍ମ ହେଇଥାଉ, ଦରିଦ୍ର ଭିକାରୀ ଘର ହେଇଥାଉ, ବା ଅଶିକ୍ଷା, କୁଶିକ୍ଷା, ଅଜ୍ଞାନ ପରିବେଶରେ ବଢ଼ିଥାଉ, ଜନ୍ମ ହେଇଥାଉ, ତାର ଏକ ସ୍ୱତନ୍ତ୍ର ଭାଗ୍ୟ ହଠାତ୍ ତା ପାଇଁ ତା ଭାଗ୍ୟରେ ଉଦୟ ହେବେ। ଲେଖା ହେଲା ଆଉ ସେ ବ୍ୟକ୍ତି ନରନାଥ ହେବ, ମାନେ ରାଜା ହେବ। ଏବେ ତ ରାଜା ପଦ ନାହିଁ, ମାନେ ଶାସକ ହେବ, ଶାସନ କ୍ଷେତ୍ରରେ ଉଚ୍ଚ ପଦବୀ ଲାଭ କରିବ। ଆଉ ସେ ବଳବାନ ହେବ, ତାର ଜ୍ଞାନର ବିକାଶ ହେବ, ଉଚ୍ଚ ସମ୍ମାନ ପାଇବ, ତାକୁ ବହୁ ଲୋକ ଜାଣିବେ, ଏବଂ ସମୟ ଆସିବ ସିଏ କିଛି କୀର୍ତ୍ତି ସ୍ତମ୍ଭ ସ୍ଥାପନ କରି ଯିବ। ବୁଝିଲା ମୋ କଥା? ତେଣୁ ଜାତକ ଦେଖନ୍ତୁ, ଆପଣ ଜାତକରେ କେଉଁ ଗ୍ରହ ଏତେ ସମ୍ପନ୍ନ, ତାରି ଦଶା ମହାଦଶାରେ କେବେ ସିଏ ହେବ? ସେଇ ଯେଉଁ ଲୋକର ଏଇ ଗ୍ରହର ଦଶାର ଅନ୍ତର୍ଦଶାରେ, ଫାର୍ଷ୍ଟ ଷ୍ଟେଜରେ ତାର ଏମିତି ବିକାଶ ହେବ। ଆଜି ଆମେ ଆଲୋଚନା କରିବା 18 ତାରିଖ ବୁଧବାର ବିଭିନ୍ନ ଗ୍ରହ ବିଷୟରେ। ମେଷ ରାଶି 18 ତାରିଖ। 18 ତାରିଖ ମେଷ ରାଶି ପାଇଁ ସୁଖ ସମ୍ଭାର ଆଣିବ।
ମାତ୍ର ବାର ହେତୁ ଶତ୍ରୁ ସୃଷ୍ଟି ହେବେ। ସବୁ ସୁଖରେ ଟିକିଏ ଦୁଃଖ, ଶତ୍ରୁ ସୃଷ୍ଟି ହେବେ। ଈର୍ଷାଳୁ ଲୋକ ବା ସହିପାରନ୍ତିନି। ଆଜି ମାନେ 18 ତାରିଖ ଅଶ୍ୱିନ ନକ୍ଷତ୍ରର ଅଶୁଭ ଦିନ ସନ୍ଧ୍ୟା 5ଟା 20 ଯାଏ। ତାପରଠୁ ହେବ କାର ନା ଦ୍ୱିଜା ନକ୍ଷତ୍ରର ଅଶୁଭ ସମୟ ଆସିବ। ଆୟ ଅମଳ ପାଇଁ ଦିନଟି ସମ୍ପୂର୍ଣ୍ଣ ପ୍ରଶସ୍ତ, ଦେହ ପା ସୁସ୍ଥ ରହିବ। ଦୈନନ୍ଦିନ ବୃତ୍ତି ବ୍ୟବସାୟ ସେବାରେ ବାଧାବିଘ୍ନ ନାହିଁ। ସହଯୋଗର ହାତ ଲମ୍ବି ଆସିବ। ତେଣୁ ମେଷ ରାଶି ପାଇଁ ଆଜି ସବୁ ଦିଗରୁ ଭଲ ଦିନ। ହେଲେ ସନ୍ଧ୍ୟା 5ଟା 20 ଯାଏ ଅଶ୍ୱିନ ମେଷର, 5ଟା 20 ପରେ ଦ୍ୱିଜା ମେଷର ଅଶୁଭ। ବୃଷ କଥା, ବୁଧବାର 18 ତାରିଖ ବୃଷ ରାଶି ପାଇଁ ଆନନ୍ଦ ମୁଖର ଦିନ। ସମସ୍ତ କର୍ମ ଯୋଜନା ଉନ୍ମୁଖୀ ହେବେ। କର୍ମ କ୍ଷେତ୍ରକୁ ସରସ ସୁନ୍ଦର କରିପାରିଲେ, ମାନେ ମନ ପ୍ରାଣ ଦେଇ ଶ୍ରମଦାନ କଲେ, ସେ କର୍ମକ୍ଷେତ୍ର ତୁମ ପାଇଁ କାମଧେନୁ ପାଲଟିଯିବ। ମାନେ ସମସ୍ତ କାମନା ପୂରଣ କରିବ। କର୍ମକ୍ଷେତ୍ରରୁ ଆମକୁ ଧନ, ମାନ, ଯଶ ଏସବୁ ମିଳେ ନା। ହଁ, ହେଲେ କୃତ୍ତିକା ନକ୍ଷତ୍ର ପାଇଁ ଦିନଟି ଅଶୁଭ 5ଟା 20 ଯାଏ। ତାପରେ 5ଟା 20 ପରଠାରୁ ରୋହିଣୀ ନକ୍ଷତ୍ରର ଅଶୁଭ ଆରମ୍ଭ ହେବ। ଦୈନନ୍ଦିନ ବୃତ୍ତି ଠିକ୍ ଠାକ୍ ଚାଲିବ। ଦେହ ପା ଠିକ୍ ରହିବ। ସମ୍ମାନ ବୃଦ୍ଧି ହେବ। ଆଉ ଆଜି ଏକ ଶୁଭ ଦିନ। ମିଥୁନ କଥା, ବୁଧବାର 18 ତାରିଖ ମିଥୁନ ରାଶି ପାଇଁ ଅପମାନ ଜନିତ ଦୁଃଖ ଅଛି। ବାରମ୍ବାର କୁହାହେଉଛି, ଆଲ ସଖୀ ଆପଣା ମହତ୍ଵ ଆପେ ରଖି। ସମ୍ମାନ ଆଉ ଅସମ୍ମାନ ଆମ କର୍ମ ଉପରେ ନିର୍ଭର କରେ। ଯେଣୁ କୁହାଗଲା ମିଥୁନ ପାଇଁ ଆଜି ଅଶୁଭ। ଏହି ଦୃଷ୍ଟିକୋଣରୁ ମିଥୁନ ରାଶିର ଜନତା କାହାକୁ ନେହୁରା ହେବେନି, କାହାର ପ୍ରଶଂସା କରିବେନି, କି କାହାର ନିନ୍ଦା କରିବେନି, କାହାକୁ ଧାର ଉଧାର ମାଗିବେନି। ଚେଷ୍ଟା କରିବେ ନିଜ କାମ ନିଜେ କରିବେ, କାହାକୁ ଭରସା କରିବେନି ଆଉ ଚୁପଚାପ ରହିବେ। ଏତିକି ହେଇଗଲେ ଦିନ ସରିଯିବ ଆଉ କ'ଣ। ବାସ୍, ମିଥୁନ ରାଶି ପାଇଁ ଆଜି ଅପମାନଜନକ ଦୁଃଖ ଅଛି। ତେଣୁ ପ୍ରଥମେ 5ଟା 20 ଯାଏ ମୃଗଶିରାର ଦୁଃଖ ରହିବ। ଆଉ ତାପରେ ଆର୍ଦ୍ରା ନକ୍ଷତ୍ରର ଦୁଃସମୟ ଆସିବ 5ଟା 20 ପରେ, ସନ୍ଧ୍ୟା 5ଟା 20 ପରେ। ଦୈନନ୍ଦିନ ବୃତ୍ତି ବ୍ୟବସାୟରେ ବାଧା ଆସିବ। ଦିନଟି ଭାରି ଡର ଲାଗିବ। ଯେକୌଣସି କାମ କଲେ ଡର ଲାଗିବ। ଚା ପିଉଛନ୍ତି, ମନ ଆତଙ୍କିତ ହେଉଥିବ, ହାତରୁ କପଟା ଖସିଯିବ କି। କିନ୍ତୁ ଡେଲି ତ ପିଉଛ, କୋଉଦିନ ତ ଖସୁନି, ଆଜି କାହିଁ ଖସିବ। ଛୁଞ୍ଚିରେ କଣ୍ଟା କାଢ଼ୁଛନ୍ତି, କାଳେ ଭିତରକୁ କଣ୍ଟା ପଳେଇଯିବ କି, ଭୟ ଆସିବ। ଆଜି ଯେଉଁ କାମ କରିବେ ମିଥୁନ ରାଶି ଲୋକମାନେ, ପ୍ରତି ଲୋକ ଏପରି ନିଜ ଛାଇ ମଧ୍ୟ ନିଜକୁ ଡରେଇବ। ହେଲେ ଆପଣମାନେ ତ ବୁଦ୍ଧିମାନ ନା, ଜାଣିଗଲେଣି। ତେଣୁ କାହିଁ ଡରିବେ, ଡରନ୍ତୁନି କାହାକୁ। କର୍କଟ କଥା, 18 ତାରିଖ ବୁଧବାର କର୍କଟ ରାଶିର ପ୍ରଥମରେ ଘାତ ବାର। ବାର ଦୃଷ୍ଟିରୁ ଭଲ ନୁହଁ କି ଦିନଟି ଭଲ ନୁହଁ କର୍କଟ ପାଇଁ। କ୍ରମାନ୍ୱୟରେ ବିବିଧ ସମସ୍ୟା ଆସିବ। ଗୋଟିଏ ସମସ୍ୟା ଯାଇନଥିବ, ଗୋଟିଏ ଗଣ୍ଠି ଖୋଲି ନଥିବ, ଆଉ ଗୋଟିଏ ଗଣ୍ଠି ଆସି ସାମ୍ନାରେ ପହଞ୍ଚିଯିବ। ସମସ୍ୟା ପରେ ସମସ୍ୟା ଆସି କର୍କଟ ରାଶିର ବ୍ୟକ୍ତି ସମୁଦାୟଙ୍କୁ ଦୋହଲେଇ ଦେବ। ମନ ମସ୍ତିଷ୍କ ଗଣ୍ଡଗୋଳ ହେଇଯିବ, ବିଚଳିତ ହୋଇଯିବେ। ଆୟ ଅମଳରେ ବାଧା ଆସିବ। ଦୈନନ୍ଦିନ ଜୀବନରେ ଶାନ୍ତି ଭଙ୍ଗ ହେବ। ରୋଗ ଆକ୍ରମଣ କରିବ। ପୁରୁଣା ରୋଗ ଥିଲେ ମୁଣ୍ଡ ଟେକିବ। ଦୂରଯାତ୍ରା ନ କଲେ ଭଲ। ଆଘାତ ଲାଗିପାରେ, ଭୟ ଅଛି, ସାବଧାନ। ସନ୍ଧ୍ୟା 5ଟା 20 ଯାଏ ପୁନର୍ବସୁର ଓ ସନ୍ଧ୍ୟା 20 ପରେ 5ଟା 20 ପରେ ପୁଷ୍ୟାର ଅଶୁଭ ସମୟ ଆରମ୍ଭ ହେବ। ସିଂହ ରାଶି, 18 ତାରିଖ ବୁଧବାର ସିଂହ ରାଶି ପାଇଁ ଶୁଭ ସମାଚାର ନେଇ ଆସିବ। ଆଜି ସିଂହ ରାଶି ଲୋକେ କିଛି ଗୁଡ୍ ନ୍ୟୁଜ୍, ଶୁଭ ସମାଚାର ଶୁଣିବେ।
ଏବଂ ତାହା ଶୁଣିଲା ପରେ ସେମାନେ ଆହ୍ଲାଦିତ ପ୍ରଫୁଲ୍ଲିତ ହେବେ ଅବଶ୍ୟ। ଆୟ ଅମଳ ବଢ଼ିଆ ହେବ। ଯଦି ଚତୁରତାର ପରିଚୟ ଦେଇ ବିବେକୀ ହୋଇ ମୁଣ୍ଡଝାଳ ତୁଣ୍ଡରେ ମାରି ପାରନ୍ତି, ତେବେ ଧନଲକ୍ଷ୍ମୀ ଆପଣା ଛାଏଁ ଆସି ଆପଣଙ୍କ ଘରେ ପହଞ୍ଚିଯିବେ। ମାନେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଆଳସ୍ୟ ତ୍ୟାଗ କରନ୍ତୁ, କଠିନ ପରିଶ୍ରମ କରନ୍ତୁ, ବୁଦ୍ଧି ବିବେକର ପରିଚୟ ଦିଅନ୍ତୁ, ନିଜ କର୍ମ କରିଚାଲନ୍ତୁ, ଦେଖିବେ କେତେ ମଙ୍ଗଳ ହେବ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ଦୈନିକ ବୃତ୍ତି ବ୍ୟବସାୟରେ ବାଧାବିଘ୍ନ ନାହିଁ। ମଘା ନକ୍ଷତ୍ରର ଆରମ୍ଭ ସକାଳୁ, ଆଉ ତା'ର ଅଶୁଭ ସମୟ 5ଟା 20 ଯାଏ। 5ଟା 20 ପରେ ପୂର୍ବଭାଲୁ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ତେଣୁ ଆଜି କର୍ମ କରି ଖୁସି ହେବେ। ଆଜି ଯେଉଁ କାମ କରନ୍ତୁ, ସିଂହ ରାଶି ଲୋକମାନେ ତାଙ୍କୁ ଆନନ୍ଦ ଲାଗିବ। ହଁ, ଅନେକ କାମ ଅଛି ଆମେ ଘୃଣା କରୁ, କିନ୍ତୁ ଦିନେ ଦିନେ ସେଇ କାମ ଆମେ କରୁଥାଉ, ମଜା ଲାଗୁଥାଏ। ବାସ୍। କନ୍ୟା କଥା, 18 ତାରିଖ ବୁଧବାର କନ୍ୟା ରାଶି ପାଇଁ ଆନନ୍ଦ ବିଭୋର ଦିନ। ସବୁ କାମରେ ତାଙ୍କୁ ଆନନ୍ଦ ଲାଗିବ। ଆନନ୍ଦ ବିଭୋର ଦିନ। ବଢ଼ିଆ ଭୋଜନ ମିଳିବ, ଆରାମରେ ନିଦ ହେବ, ପ୍ରିୟ ପରିଜନ ଭଲ ପାଇବେ, ପୁରୁଣା ବନ୍ଧୁ ପାଖକୁ ଆସିବେ, ମିଷ୍ଟାନ୍ନ ଭୋଜନ ଯୋଗ ଅଛି ଇତ୍ୟାଦି। ଯତ୍ନଶୀଳ ହେଲେ ବ୍ୟକ୍ତି ବିଶେଷଙ୍କ ସ୍ୱତନ୍ତ୍ର ଲାଭ ହେବ। ଯତ୍ନ କରିବେ, ସବୁ କାମରେ ଯତ୍ନ କରନ୍ତୁ, ସ୍ୱତନ୍ତ୍ର ଲାଭ ହେବ। ଆଶା କରିନଥିବେ, ମାନେ ମୁଁ ଗୋଟେ କଞ୍ଜୁସ୍, ମୁଁ କାହାକୁ ଦେବାକୁ ଭଲ ପାଏନି, ମୁଁ ଯାଇ ପହଞ୍ଚିଯିବି। କ'ଣ ଭାଇ ଭଲ? ଆଉ ମୋର ଆଜି ମନେ ପଡ଼ିଲା ତ ଆପଣ ମୋତେ ଟିକେ ସାହାଯ୍ୟ କରିଥିଲେ, ତେଣୁ ଟିକେ ମିଠା ଆଣିଛି ଖାଆନ୍ତୁ। ମାନେ ନ ଦେଉଥିବା ଲୋକ ବି ଦେବ ଆଜି। ହଁ, କାହା ପାଇଁ କ'ଣ ବିଧି ବିଧାନ ବିଚିତ୍ର। ଅପରାଧୀକୁ ଆଜି ଦଣ୍ଡ ଲାଭ ହେଇଯାଇବା, ଲାଭ ହେବ ନା। ଯିଏ ଅପରାଧୀ ଖୋଲା ଆକାଶ ତଳେ ମୁଣ୍ଡ ଟେକି ଚାଲୁଛି, ଅପରାଧ କରି ଚାଲୁଛି, ତାକୁ ବି ଲାଭ ହେବ ଆଜି। କ'ଣ? ଦଣ୍ଡ। ତେଣୁ ସମସ୍ତଙ୍କୁ ଲାଭ କିଛି ଆଜି ହେବ। ହଁ, ଲାଭ ହେବ। ଧନ ମାନ ବନ୍ଧୁ ଆଦି ପାଖକୁ ଆସିବେ, ସେ ବି ଲାଭ ହେବ। ମାତ୍ର ମନ ଗୁଣେ ଫଳ। କାହାକୁ କ'ଣ ଲାଭ ହେବ? ଯାହାର ମନ ଜେଡ଼େ, ଗୋଟେ କଥା ନାହିଁ, ଯାହାର ମନ ଜେଡ଼େ ତା'ର ପ୍ରଭୁ ସେଡ଼େ। ଉତ୍ତର ଭାଲୁ ନକ୍ଷତ୍ରର ଅଶୁଭ ସମୟ ସନ୍ଧ୍ୟା 5ଟା 20 ଯାଏ। ତାପରେ ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ତୁଳା ପାଖକୁ ଯିବା। ବୁଧବାର 18 ତାରିଖ ତୁଳା ରାଶି ପାଇଁ ବିବିଧ କୌଳିକ, ମୌଳିକ, ବୌଦ୍ଧିକ, ମାନସିକ, ଶାରୀରିକ, ଆର୍ଥିକ ଓ ପାରମାର୍ଥିକ ସୁଖ ବ୍ୟବସ୍ଥା ଅଛି। ବିଧି ଏ ସମସ୍ତ ସୁଖକୁ ବ୍ୟକ୍ତି ବିଶେଷଙ୍କୁ ନିଜ କର୍ମ ଅନୁସାରେ ପ୍ରଦାନ କରିବେ। କେହି ଆଜି ଦୁଃଖ ପାଇବେନି। କାହା ପାଇଁ କେଉଁଟା ସୁଖ? କିଏ ପଖାଳ ଶାଗରେ ଖୁସି ହୁଏ ତ, କିଏ ଗରମ ଡାଲିରେ ଖୁସି ହୁଏ। ହେଲା, କେହି ଲୋକ ଅଛନ୍ତି ଯେତେ 9 6 ଭଜା ହେଇଥାଉ, ରସୁଣ ଟିକେ ଲେମ୍ବୁ ଟିକେ ଚକଟିଲେ, କଞ୍ଚା ଲଙ୍କା ଦଳିଲେ ତାକୁ ଭଲ ଲାଗେ। କିଏ କେଉଁଥିରେ ଖୁସି? ବିଧି ଆଜି ସେମାନଙ୍କୁ ଏଇଭଳି ବିବିଧ ସୁଖ ଦେବ, ଯାହା ମନ ଯାହା ଚାହେଁ। ଦେହପା ସୁସ୍ଥ ରହିବ। ଦୈନନ୍ଦିନ ବୃତ୍ତି ବ୍ୟବସାୟ ଠିକ୍ ଠାକ୍ ଚାଲିବ। ଆୟ ଅମଳ ଠିକ୍ ଠାକ୍ ହେବ। ହେଲେ ସନ୍ଧ୍ୟା 5ଟା 20 ଯାଏ ବିଶାଖାର ଅଶୁଭ, ତାପରେ 5ଟା 20 ପରେ ସ୍ୱାତି ନକ୍ଷତ୍ରର ହାନି ହେବ। ବୁଧବାର ତୁଳା ରାଶି ପାଇଁ ଏକ ଭଲ ଦିନ, କିନ୍ତୁ ସକାଳୁ ଟିକେ 2 କାନରେ ସୋରିଷ ତେଲ ପକାଇ ଦିଅନ୍ତୁ। ଉଷୁମ ତେଲ ନୁହଁ, କାରଣ ଆଜି ଟିକେ କର୍ଣ୍ଣ ଯନ୍ତ୍ରଣା ଭଳି ଦୁଃଖ ଭୋଗିବେ। ତୁଳା ରାଶି ଲୋକଙ୍କର ଆଜି କାନ ଟିକେ ବିନ୍ଧିବ, କାନ କୁଣ୍ଡେଇ ହେବ, କାନ ଗଲଗଲ ହେବ, କାନ ସମସ୍ୟା ଆଜି ହେବ। ଆଜି କର୍ଣ୍ଣ ଯନ୍ତ୍ରଣା ଅଛି। ବିଛା ରାଶି ପାଇଁ 18 ତାରିଖ ବୁଧବାର ବିଛା ରାଶି ଲାଗି
ବୈରବର୍ଦ୍ଧକ ଦିନ ଶତ୍ରୁ ବଢ଼ିଯିବେ। ଯିଏ ଶତ୍ରୁ ଅଛନ୍ତି ଆମେ ଯଦି ଆମ ବ୍ୟବହାରକୁ ମାର୍ଜିତ କରିବା ଶତ୍ରୁ କାହିଁକି ହେବେ? ଜିହ୍ୱାଗ୍ରେ ବସତେ ଲକ୍ଷ୍ମୀ, ଜିହ୍ୱାଗ୍ରେ ମିତ୍ର ବାନ୍ଧବ। ଆମ ଜିଭ ଅଗରେ ପା ଲକ୍ଷ୍ମୀ ଅଛନ୍ତି, ବନ୍ଧୁବାନ୍ଧବ ଅଛନ୍ତି। ତେଣୁ ଆମେ ଜିଭର ଚାଳନା ଠିକ୍ କରିବା, କଥାବାର୍ତ୍ତା ଠିକ୍ କରିବା। ଗୋଟେ କଥା ନାହିଁ ଲେଖା ହେଇନି, ବିନୟ ମଧୁର ବଚନ କହି ତୋଷିବା ପ୍ରାଣୀ ମନ। ଶୋକଡ଼ା କ'ଣ ହେଲା ନା ଜିହ୍ୱାଗ୍ରେ ବସତେ ଲକ୍ଷ୍ମୀ, ଜିହ୍ୱାଗ୍ରେ ମିତ୍ର ବାନ୍ଧବା, ଜିହ୍ୱାଗ୍ରେ ଶତ୍ରବ ସର୍ବେ, ଜିହ୍ୱାଗ୍ରେ ବନ୍ଧନ ମୁସୈବ। ଆମ ଜିଭର ବ୍ୟବହାର ଠିକ୍ କରି ନ ପାରିଲେ ଆମ ପାଇଁ ଭଲ ଲୋକ ବି ମନ୍ଦ ହେଇଯିବେ, ଶତ୍ରୁ ସୃଷ୍ଟି ହେଇଯିବେ। ଏପରିକି ଆମେ ଅପରାଧୀ ବୋଲି ବନ୍ଦୀ ହେବା, ଜେଲ୍ ଯିବା। ସବୁ ଆମ ଜିଭ ଉପରେ, ବ୍ୟବହାର ଉପରେ। ତେଣୁ ଆଜି ବିଛାରସି ଟିକେ ଚୁପ୍ ରହନ୍ତୁ, କମ୍ କୁହନ୍ତୁ, କହିଲା ବେଳେ ହସିକିରି କୁହନ୍ତୁ, ବିନୟ ହେଇ କୁହନ୍ତୁ, ଦେଖିବେ ମଙ୍ଗଳ ହେବ। ନହେଲେ ଶତ୍ରୁ ସୃଷ୍ଟି ହେବେ। 18 ତାରିଖ ବୁଧବାର ବିଛା ରାଶି ଲାଗି ବୈରୀବର୍ଦ୍ଧକ ଦିନ, ବୈରୀ ଅର୍ଥ ଅରାତି, ଶତ୍ରୁ ଇତ୍ୟାଦି। ଦେହ ଅସୁସ୍ଥ ହେବ, ପୁରୁଣା ରୋଗ ମୁଣ୍ଡ ଟେକିବ, ଋଣଦାତା ହଇରାଣ କରିବେ। ଆଜି ଯେଉଁମାନେ ଋଣ ନେଇଛନ୍ତି ଆଠୁ ତାଠୁ, ସେମାନେ ଆଜି ହଇରାଣ ହେବେ। ଋଣଦାତା କଟୁକ୍ତି ପ୍ରୟୋଗ କରିବେ, ଅସଭ୍ୟ ଭାଷାରେ ଶୋଧିବେ। ତେଣୁ ଶୁଣିବାକୁ ପଡ଼ିବ, ଯେହେତୁ ଆମେ ତଳ ହାତରେ ନେଇଛେ, ସେ ଉପର ହାତରେ ଦେଇଛନ୍ତି। ତେଣୁ ଆଜି ଋଣଦାତା ହଇରାଣ କରିବେ। ପ୍ରତି କ୍ଷେତ୍ରରେ ମାପି ଚୁପି ନ ଚଳିଲେ ଶତ୍ରୁ ବୃଦ୍ଧି ହୋଇଯିବେ। ଦୂରଯାତ୍ରା ନିଷେଧ, କୁଆଡ଼େ ଯିବେନି ଆଜି, ନା ଦୂରକୁ ଯିବେନି, ଆଖପାଖରେ ବୁଲିବେ, ଭାରି ଅସୁବିଧା ଅଛି। ବିଶାଖାର ସନ୍ଧ୍ୟା 5ଟା 20 ଯାଏ ଅଶୁଭ, 5ଟା 20 ଠାରୁ ଅନୁରାଧାର ଅଶୁଭ ସମୟ ଆରମ୍ଭ ହେବ। ସାବଧାନ, ବିଛା ରାଶିବାଲା ସାବଧାନ। ଆଜି ଜମା ଭଲ ଦିନ ନୁହଁ, ବାହାରକୁ ଯାଆନ୍ତୁନି। ନିହାତି ଆବଶ୍ୟକ ହେଲେ କୁଆଡ଼େ ଯାଆନ୍ତୁ, ହଁ, ନହେଲେ ହଇରାଣ ହେବେ। କ'ଣ କହିଲେ? ବିଧିବିଧାନ ଆମେ ଜାଣିଲେ। ଘରେ ଛତା ଅଛି, ବାହାରେ ବର୍ଷା ଟିକେ ଟିକେ ପକେଇଲାଣି, ଘରୁ ପଳେଇ ଯିବା। ଓଦା ହେଇଗଲେ ମୋ ଭାଗ୍ୟରେ ଥିଲା ଆଉ, ସେଇ ଖିଆ। ଧନୁ 18 ତାରିଖ ବୁଧବାର ଧନୁ ରାଶି ପାଇଁ ଅସୁବିଧା ଦିବସ। ଅସୁବିଧା, ବିଧା ନୁହଁ ଅସୁବିଧା। ଅସୁବିଧା ମାନେ ବିଧା ବସିବ ପିଠିରେ, ଆଉ କ'ଣ? ଅସୁବିଧା ଦିବସ। ଆୟ ଅମଳ ବଢ଼ିଆ ହେବ, ଦୈନନ୍ଦିନ ଆୟ ବଢ଼ିଯିବ। କେବଳ ବୁଧବାର ହେତୁ ବା ଅସୁବିଧା। କଳହ ହେବ, କଜିଆ ହେବ। ଆପଣ ଯଦି ସଟ୍ଟେମ୍ପର ଲୋକ ହେଇଥିବେ ରାଗିଯିବେ, ନହେଲେ କାହାର ସାମାନ୍ୟ ଭୁଲରେ ତାପରେ ରାଗିଯିବେ। କିଏ ଆପଣଙ୍କୁ କ'ଣ ଖରାପ କଥା କହିପାରେ, ଆଜି କଜିଆ ହେବ, ସାବଧାନ। ହେଲେ ଦେହ ପା ସୁସ୍ଥ ରହିବ। ମୂଳା ନକ୍ଷତ୍ରର 5ଟା ସନ୍ଧ୍ୟା 5ଟା 20 ଯାଏ ଅସୁବିଧା। ତେଣୁ ସେମାନେ ଟିକେ ସାବଧାନ ରହିଲେ ଭଲ। ତାପରେ ପୂର୍ବାଷାଢ଼ା ନକ୍ଷତ୍ରର ଅଶୁଭ ସମୟ ଆସିବ। ମୋଟାମୋଟି ଭାବରେ ଆଜି ଜଗି ରଖି ଚଳିଲେ ସବୁ ଦିଗରୁ ଲାଭ ହେବ। ଆଉ ନିଜକୁ ଯଦି ଜ୍ଞାନୀ ଭାବିବେ, ଆଉ ଧନୀ ଭାବିବେ, ବଳବାନ ଭାବିବେ, ତାପରେ ତ ବିଧା ବସିବା ଆଉ ସୁବିଧା ଆସିବ କେଉଁଠି? ସତର୍କ କରିଦିଆଗଲା, ସାବଧାନ। ଏବେ ମକର କଥା। 18 ତାରିଖ ବୁଧବାର ମକର ରାଶି ପାଇଁ ଶୁଭ ଦିନ। ମାତ୍ର ଆଜି ଉତ୍ତରାଷାଢ଼ା ନକ୍ଷତ୍ରର ଅଶୁଭ। ସେମାନେ ସନ୍ଧ୍ୟା 5ଟା 20 ଯାଏ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବେ। ଆଜି ମକର ରାଶିକୁ କିଛି ଦ୍ରବ୍ୟ ଲାଭ ଯୋଗ ଅଛି। ଲାଭ ଲାଭ ଲାଭ। କିଏ କେଉଁ ରୂପରେ ଆଣି କ'ଣ ଦେବ, ଘରେ ବସିଥିବେ, କେଉଁଠୁ ଆସି କ'ଣ ପହଞ୍ଚିଯିବ। ଆଜି ତାଙ୍କର ଦ୍ରବ୍ୟ ଲାଭ ଯୋଗ ଅଛି। ଆଉ ମନ ଆଜି ଚଞ୍ଚଳ ବ୍ୟାକୁଳ ହେବ। ମନ ଆଜି ଘର ଧରିବନି। ନିଜ ଭୁଲ ନିଜକୁ ଘାଣ୍ଟିବ। ଧନାଗମରେ ବାଧା ନାହିଁ। ଦୈନନ୍ଦିନ ଜୀବନ ଧାରାରେ ବ୍ୟତିକ୍ରମ ହେବ। ଦେହ ସାମାନ୍ୟ ଅସୁସ୍ଥ ହେବ। ଆଉ ଠକାମିରେ ପଡ଼ିପାରନ୍ତି।
ମିଶାମିଶି ଦିନ କିଛି ଗୋଳିଆ ଘଣ୍ଟା ହେବ, କିଛି ନିର୍ମଳ ଜଳ ମିଳିବ। 5ଟା 20 ପରେ ପୂର୍ବାଷାଢ଼ା ନକ୍ଷତ୍ରର ଭଲ ସମୟ ଆସିବ। ଭଲ ସମୟ ଆସିବ ନି। ଉତ୍ତରାଷାଢ଼ାର ପ୍ରଥମେ ଅସୁବିଧା ହେବ, 5ଟା 20 ଯାଏ। 5ଟା 20 ପରେ ପୂର୍ବଷାଢ଼ାର ଅସୁବିଧା ହେବ। କୁମ୍ଭ କଥା, 18 ତାରିଖ ବୁଧବାର କୁମ୍ଭ ପାଇଁ ପୁରାପୁରି ଶୁଭ, ବଢ଼ିଆ ଦିନ। ଦେହ ପା ସମସ୍ୟା ଆସିବନି, ମାନେ ଦେହ ସୁସ୍ଥ ରହିବ, ମୁଣ୍ଡ ଠିକ୍ ରହିବ, ମନ ଠିକ୍ ରହିବ। ଆୟ ଅମଳରେ ବାଧା ନାହିଁ। ଭୋଜନ, ଭ୍ରମଣ, ଶୟନ, ଦେବଦର୍ଶନରେ ବିହିତ ସୁଯୋଗ ମିଳିବ। ଚାହିଁଲେ ପଢ଼ିପାରିବେ, ବୁଲିପାରିବେ, ଯାଇପାରିବେ, ଖାଇପାରିବେ, ହସିପାରିବେ, ମିଶିପାରିବେ, ବସିପାରିବେ ଇତ୍ୟାଦି ଇତ୍ୟାଦି। ମାତ୍ର ସନ୍ଧ୍ୟା 5ଟା 20 ଯାଏ ଧନିଷ୍ଠାର ଅସୁବିଧା ହେବ, ଦେହ ଖରାପ ହେବ। ସନ୍ଧ୍ୟା 5ଟା 20 ପରେ ଶତଭିଷା ନକ୍ଷତ୍ରର କ୍ଷତି ହେବ। ବୁଧବାର ଏକ ସଫଳ ଦିନ। ଦୁଶ୍ଚିନ୍ତା ନାହିଁ, ଚେଷ୍ଟା କଲେ ବିବିଧ ସୁଖ ପାଇବେ। ବିବିଧ ସୁଖ ଆସିବ। ଏଇ ଯେଉଁ ସମୟ କୁହାଗଲା, ସେଇ ସମୟରେ ଟିକେ ଅସୁବିଧା ହେବ। ହଁ, ତାପରେ ଶୁଭ ଦିନଟା ଶୁଭରେ ଯିବ। ମୀନ ରାଶି ଭଲ ଦିନ ନୁହଁ। ମୀନ ରାଶି ଆଦୌ ଭଲ ଦିନ ନୁହଁ। 18 ତାରିଖ ବୁଧବାର ମୀନ ରାଶି ପାଇଁ ଏକ ଅଶୁଭ ଦିନ। କ୍ଲେଶ ବୁଦ୍ଧି ହେବ, ମାନେ ଶାରୀରିକ ଯନ୍ତ୍ରଣା ବଢ଼ିଯିବ, ଗଣ୍ଠି ଦରଜ ହେବ, ମୁଣ୍ଡ ବିନ୍ଧିବ, ପେଟ ଗୋଳମାଳ ହେବ। ହଁ, ବୁଧବାର 18 ତାରିଖ। ସମସ୍ୟା ହେଲା ବୁଧବାର ନା, ବୁଧବାର ଆଉ ସିଏ ହେଲେ ବୃହସ୍ପତି। ମୀନ ରାଶିର ଅଧିପତି ହେଲେ ବୃହସ୍ପତି। ବୃହସ୍ପତିଙ୍କ ସହ ବୁଧ ପଡ଼େ ନା, ବୁଧ ଗୋଟେ ବଦମାସ ଗ୍ରହ। ସେ ସବୁ ଭଲ ଲୋକଙ୍କୁ ଖରାପ କରିଦିଏ। ଚନ୍ଦ୍ର ଗୋଟିଏ ଭଲ ଗ୍ରହ, ବୃହସ୍ପତି ଗୋଟିଏ ଭଲ ଗ୍ରହ, ମଙ୍ଗଳ ଗୋଟିଏ ଭଲ ଗ୍ରହ। ବୁଧ ତାଙ୍କ ପଛରେ ଲାଗିଥିବ ହଇରାଣ କରିବା ପାଇଁ। ଏଇଥିପାଇଁ ସମସ୍ୟା ହେବ। ସମସ୍ୟା ପରେ ସମସ୍ୟା ଆସିବ। ଧୈର୍ଯ୍ୟ ଧରି ପାରିଲେ ଶାନ୍ତି ଫେରିବ। ଦେହ ଅସୁସ୍ଥ ହେବ, ପେଟ ସମସ୍ୟା ବଢ଼ିଯିବ। ଦୈନନ୍ଦିନ ବୃତ୍ତିରେ ବିଭ୍ରାଟ ହେବ, ବୃଥା ଖର୍ଚ୍ଚ ହେବ, ଆୟ ଅମଳରେ ବାଧା ହେବ। ସନ୍ଧ୍ୟା 5ଟା 20 ଯାଏ ପୂର୍ବଭାଦ୍ରର ଏହି ଅଶୁଭ ସବୁ ହେବ। ପୂର୍ବଭାଦ୍ର 5ଟା 20 ପରେ ରାତି ଆସିଯିବ। ଉତ୍ତର ଭାଦ୍ର ନକ୍ଷତ୍ରର ହେଲା ଅଶୁଭ ସମୟ ଆସିବ। 5ଟା 20 ଯାଏ ପୂର୍ବଭାଦ୍ରର, 5ଟା 20 ପରେ ଉତ୍ତର ଭାଦ୍ରର ଅଶୁଭ ସମୟ ଆସିବ। କାଲି କହିଥିଲି, ଯିବା ସମୟରେ କୁଆ ଯଦି ଗାଈ ପିଠିରେ ବସିଥାଏ ଶୁଭ, ଆଉ ଯଦି ସିଏ ବୋବେଇ ଦେଲା 2 ଗୁଣ ଶୁଭ। ସେମିତି କୁଆ ଯଦି ଗାଈ ଲାଙ୍ଗୁଡ଼ରେ ବସିଥାଏ ଅଶୁଭ, ଯଦି ବୋବେଇ ଦେଲା ତାହେଲେ ବହୁତ ଅଶୁଭ। ହଁ ବନ୍ଧୁ, ଏମିତି ଦୁଃଖ ସୁଖ ହେବା। ଈଶ୍ୱର ଚାହିଁଲେ ଆସନ୍ତାକାଲି ପୁଣି ମୁଁ ଆପଣଙ୍କୁ ମୋ ମିଟିଂକି ଡାକିବି ଆଉ ଦ୍ୱିପଦ କହିବି। ଯାହା ଆଲୋଚନା ମୁଁ କରୁଛି ତାକୁ ଟିକେ ଆମୂଳଚୂଳ ଶୁଣିବେ। ମଝିରେ ମଝିରେ ଅନେକ କଥା ମନେ ପଡ଼ିଯାଉଛି, ମୁଁ କହୁଛି। ରହିଲି, ନମସ୍କାର, ଜୟ।